ପ୍ରାସଙ୍ଗିକତା ଅଛି ବୋଲି ଭାବିଲି ନା। ମୁଁ ସଦାବେଳେ ଗୋଟିଏ କଥା କହୁଛି, ଗୋଟିଏ ହେଲା ଜଗନ୍ନାଥଙ୍କର ଆଶୀର୍ବାଦରୁ ଓଡ଼ିଶା ବହୁ ଧନ ସମ୍ପତ୍ତିର ଅଧିକାରୀ ହେଇଛି। ଭୂଇଁ ତଳେ ଯେତେ, ଭୂଇଁ ଉପରେ ସେତେ, ଭୂଇଁ କରରେ ସେତେ। ଏହାକୁ କେହି ବିରୋଧ କରିପାରିବେ ନାହିଁ ବା ଅସ୍ୱୀକାର କରିପାରିବେନି। ଓଡ଼ିଶା ଧନୀ, କିନ୍ତୁ ଓଡ଼ିଆମାନେ ଗରିବ କାହିଁକି? ଏ ପ୍ରଶ୍ନର ଉତ୍ତର ପ୍ରତ୍ୟେକ ଯୁବକ ଖୋଜିବା ଦରକାର, ଜାଣିବା ଦରକାର ଏବଂ ଏ ଉତ୍ତର ଜାଣି ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ତିଆରି କରିବା ଦରକାର। ପ୍ରାସଙ୍ଗିକତା ଅଛି ବୋଲି ଭାବିଲି ନା। ମୁଁ ସଦାବେଳେ ଗୋଟିଏ କଥା କହୁଛି, ଗୋଟିଏ ହେଲା ଜଗନ୍ନାଥଙ୍କର ଆଶୀର୍ବାଦରୁ ଓଡ଼ିଶା ବହୁ ଧନ ସମ୍ପତ୍ତିର ଅଧିକାରୀ ହେଇଛି। ଭୂଇଁ ତଳେ ଯେତେ, ଭୂଇଁ ଉପରେ ସେତେ, ଭୂଇଁ କରରେ ସେତେ। ଏହାକୁ କେହି ବିରୋଧ କରିପାରିବେ ନାହିଁ ବା ଅସ୍ୱୀକାର କରିପାରିବେନି। ଓଡ଼ିଶା ଧନୀ, କିନ୍ତୁ ଓଡ଼ିଆମାନେ ଗରିବ କାହିଁକି? ଏ ପ୍ରଶ୍ନର ଉତ୍ତର ପ୍ରତ୍ୟେକ ଯୁବକ ଖୋଜିବା ଦରକାର, ଜାଣିବା ଦରକାର ଏବଂ ଏ ଉତ୍ତର ଜାଣି ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ତିଆରି କରିବା ଦରକାର।